କେତେ ସୁନ୍ଦର ଲାଗୁଛି। କେତେ ସାର୍ ନମସ୍କାର ସାର୍, କେତେ ବଢ଼ିଆ ଲାଗୁଛି ଦେଖନ୍ତୁ ନା, ଆସନ୍ତୁ ଟିକେ ଦେଖିବେ। ଦେଖୁନାହାନ୍ତି କେତେ ବଢ଼ିଆ ଲାଗୁଛି। ଏ ଫୁଲଟା ନାଁ କ'ଣ? ଏଇ ଫୁଲ କେତେ ବଢ଼ିଆ ଲାଗୁଛି। ହଁ କଳା କଳା ପିଆଜ ଟାଇପ୍ର ଲାଗାଉଛି। ଦେଖନ୍ତୁ ନା କେତେ ସୁନ୍ଦର ଫୁଲଟେ। ତାଙ୍କର ହେଉନି ଏଠି, ତା ମାନେ କ'ଣ? ସାର୍ଙ୍କୁ ହେଇନି ଆମ କଲେଜରେ, ତା ମାନେ କ'ଣ? ସାର୍ଙ୍କୁ ଘରେ ହେଇନି, ତା ମାନେ କ'ଣ? କେତେ ସୁନ୍ଦର ଲାଗୁଛି ସାର୍। ବଟ୍ ରିମେମ୍ବର ପ୍ରିନ୍ସିପାଲ, ସେଦିନ ଏକ ପ୍ରୋଗ୍ରାମ ଥିଲା ଧର୍ମଶାଳା ମହାବିଦ୍ୟାଳୟ। ମୋ ସାଙ୍ଗ ଅଖିଳ କୁମାର ସ୍ୱାଇଁ ବା ଅକ୍ଷୟ କୁମାର ରାଉତ, ସମାଜର ବେଷ୍ଟ ଫଟୋଗ୍ରାଫର ଯାଜପୁରର ବିଭୁ, ମୁଁ ଗୋଟେ ଟଲିର ଉପରେ ବସି ଛପି ଛପି ଆମେ ସେ ପ୍ରୋଗ୍ରାମ ଦେଖୁଥିଲୁ। ସେଦିନ ଥିଲେ କୁମାର ବାପି, ଅନୁ ଚୌଧୁରୀ, କଟକର କୋକା ଭାଇ। ଏ ଅଭିଳାଷୀ ସାହିତ୍ୟ ରଖିଛି କାହିଁକି? ଏ ପତ୍ରକାର, ଏ ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ପ୍ରତିନିଧି ଅଟେ। ସମାଜର ପ୍ରିଣ୍ଟ ମିଡ଼ିଆରେ ମୋର ପ୍ରକାଶିତ ହୋଇସାରିଛି। ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ବିଭୁ ମୋ ସାଙ୍ଗ, ଯିଏକି ମୋର ଫାଷ୍ଟ ପ୍ରକାଶିତ କରିଥିଲେ ଧର୍ମଶାଳା ପ୍ରେସ୍ କ୍ଲବ୍ର ମେମ୍ବର ବା ଧର୍ମଶାଳା ପ୍ରେସ୍ କ୍ଲବ୍ର ସଭ୍ୟ, ପାଣିରେ ଭାସିବା ଗୁଲାମ ଘୋଷ ସାର୍ ଏବଂ ବିଭୁ। ଆଜି ମୋତେ ନେଇ ସେ କେଉଁଠି ପହଞ୍ଚିଲାଣି, ସେ ଧର୍ମଶାଳା ପ୍ରେସ୍ କ୍ଲବ୍, ସେମାନେ ହିଁ ଜାଣନ୍ତି। ସେଦିନ ବିଭୁର ମୋର ଉପସ୍ଥିତ ଥିଲୁ। ବିଭୁ ପ୍ରଥମେ ଆସିଥିଲା, ସେକେଣ୍ଡ ମୁଁ ଫଲୋଅପ୍ କରି ଆସି ପହଞ୍ଚିଲି। ସେଦିନ ଅକ୍ଷୟ ମହାନ୍ତି ଲେଟ୍ ଖୋକା ଭାଇ, ଯିଏକି ଗୋଟେ ୱାର୍ଡ଼ କହିଥିଲେ ପର୍ଟିକୁଲାରି, ଯେମିତିକି ମୋ ବଡ଼ବାପା କହିଥିଲେ ରମେଶ କୁମାର ତ୍ରିପାଠୀ। ବଟ୍ ରିମେମ୍ବର ପ୍ରିନ୍ସିପାଲ, ପର୍ଟିକୁଲାର ସେ ଦିନ ସେଇ ମିଟିଂରେ କଟକରୁ ଅକ୍ଷୟ ମହାନ୍ତିକୁ ଆଉ ମହାନଦୀକୁ କେହି ନେଇପାରିବେନି। ଆଜି ମନେ ରଖିଛି। ଆଉ ସମ୍ଭବକୁ ଧର୍ମଶାଳାରୁ କେହି ନେଇପାରିବନି। ଅଖିଳର ହାତ ଲେଖା ରହେ ସମ୍ଭବ ସେଦିନ ଏ ଫୁଲେ ଫୁଲେ ଘୁରି ବୁଲିବ ଭମରଟିଏ ହୋଇ। ଆସୁଅଛି ସମ୍ଭବ, ଆସୁଅଛି, ଯାହାକୁ ମୁଁ ଜୟଦେବ ଭବନରେ ସେ ପ୍ରିଣ୍ଟ ମିଡ଼ିଆର କାର୍ଯ୍ୟରେ ମୁଁ କହିସାରିଥିଲି। ପିପିଏଲ୍ ନ୍ୟୁଜ୍ରେ ପୋର୍ଟାଲରେ ଏକ ସୁନ୍ଦର ପ୍ରୋଗ୍ରାମ ଥିଲା। 2 ଦିନ ବିତାଇଥିଲି ସେଠି, ମୁଁ ବିନା ବେତନରେ କାର୍ଯ୍ୟ କରେ। ସେ ପ୍ରିଣ୍ଟ ମିଡ଼ିଆ, ସେ ନ୍ୟୁଜ୍ ପେପର, ସକାଳ ଚା ଷ୍ଟଲ୍ରେ, ସକାଳର ସେ ଡାଇନିଂରେ ସୌନ୍ଦର୍ଯ୍ୟମୟ ଅଟେ। ଏତେ ସୋଭାରି ବିୟୁଟିଫୁଲ୍ ଲାଗେ ଯେ କି ମୁଁ ପ୍ରିଣ୍ଟ ମିଡ଼ିଆର ପ୍ରେମିକ ଅଟେ। ସମ୍ଭବ ଏକ ପୁସ୍ତକ ଉନ୍ମୋଚନ ହେବାକୁ ଯାଉଅଛି 28 ତାରିଖ ରବିବାର ଦିନ। ଗଣମାଧ୍ୟମ ଜରିଆରେ ଆପଣ ପାଖରେ ପହଞ୍ଚାଉଛି। ଆପଣ ମାନେ ଆମକୁ ଆଶୀର୍ବାଦ କରିବେ। ଅନେକ ଲୋକ ଅନେକ କାର୍ଯ୍ୟ କରନ୍ତି। ପ୍ରଶଂସାର ପାତ୍ର ହେବା ଖୁବ୍ କମ୍ ଲୋକଙ୍କୁ ଏ ଧର୍ମଶାଳାରେ ଭଗବାନ ସେ ବଞ୍ଚାଇ ରଖିଛନ୍ତି ଏବଂ ସେ ସୁନ୍ଦର କାର୍ଯ୍ୟ କରନ୍ତି। ତା ଦେହରୁ ଅଖିଳ ଏକ ନିଆରା ମଣିଷଟିଏ, ନିଆରା ବ୍ୟକ୍ତିତ୍ୱଟେ, ନିଆରା ଭଲ ପାଉଥିବା ଏ ଜନସାଧାରଣଙ୍କୁ ମଣିଷଟି। ସେଭଳି ମଣିଷ, ସେଭଳି ସନ୍ତାନ ଏ ଧର୍ମଶାଳା ଜନ୍ମଗ୍ରହଣ କରନ୍ତୁ, ଏ ଆଶା ବାନ୍ଧେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ। ଧର୍ମଶାଳା ଗୋଇଂ କରିବ। ହ୍ୱାଟ୍ ବ୍ୟୁଟିଫୁଲ୍ ପର୍ସନାଲିଟି, ୟୁ ଆର୍ ଗର୍ଜିୟସ୍ ପର୍ସନ୍, ୟୁ ଆର୍ ଟ୍ୟାଲେଣ୍ଟେଡ୍ ଆଣ୍ଡ ଏ ପପୁଲାରିଟି ମ୍ୟାନ୍ ଅଖିଳ କୁମାର ସ୍ୱାଇଁ, ଯିଏକି ମୋତେ ବିନା ବେତନରେ କାର୍ଯ୍ୟ କରେ ସେଇ ନ୍ୟୁଜ୍ ପେପରରେ ସମାଜର ଛାପି। ଯିଏକି ବଡ଼ ଭାଗ୍ୟବାନ ମୁଁ ଅଟେ, ମୋ ସାଙ୍ଗ ସମାଜରେ ହିଁ କାମ କରେ ବିଭୁ। ବଡ଼ ଭାଗ୍ୟବାନ ଅଟେ ମୁଁ, ମୋତେ ସମାଜ ଟି ସାର୍ଟ ମିଳିଥିଲା କଟକରୁ, ଯେଉଁଠିକି ଅକ୍ଷୟ ମହାନ୍ତି ଖୋକା ଭାଇଙ୍କର ଜନ୍ମ ଅଟେ। ଆଜି ରମେଶ ତ୍ରିପାଠୀ ନାହାନ୍ତି, ଯିଏକି ବଟ୍ ରିମେମ୍ବର କହନ୍ତି। ଆଜି ଖୋକା ଭାଇ ନାହାନ୍ତି, ଯିଏକି କଟକରୁ ମୋତେ ଏବଂ ମହାନଦୀ ନେଇପାରିବେନି। କାଲି ହୁଏତ ଅଖିଳ ନଥିବ, କାଲି ହୁଏତ ଏ ସନ୍ତୋଷ ନଥିବ, ରହିଯାଇଥିବ ଆମ କୀର୍ତ୍ତି। ଏ ହେଉଛି ଧର୍ମଶାଳାର ଇତିହାସ। ଆଇ ଲଭ୍ ୟୁ ଧର୍ମଶାଳା। ଏ ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି। ସମ୍ଭବରେ ଆସୁଅଛି ସେ ସମ୍ଭବ।
ମୁଁ ତ ଆସିବି ଆପଣମାନଙ୍କ ଅପେକ୍ଷାରେ ଆମ୍ଭେମାନେ ଏଇ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ଚଳଚଞ୍ଚଳ ଅଛି ଧର୍ମଶାଳା ଯାଜପୁରରେ। ପ୍ରଣାମ, ଜୟ ଜଗନ୍ନାଥ। ଧର୍ମଶାଳା କଲେଜରେ ପ୍ରଣାମ, ଜୟ ଜଗନ୍ନାଥ।